ଶ୍ରୋତାବନ୍ଧୁ ଆଖି ଆଗ ଜଗତକୁ ଯେଉଁ ସ୍ରଷ୍ଟା ଅତି ଅନ୍ତରଙ୍ଗ ଭାବେ ଅବଲୋକନ କରନ୍ତି ଏବଂ ଘଟି ଯାଉଥିବା ଘଟଣାଗୁଡ଼ିକୁ ହୃଦୟ କରି ସେଥିରୁ ଜୀବନର ବିବିଧ ରୂପକୁ ଚିତ୍ରିତ କରନ୍ତି, ସେହି ସ୍ରଷ୍ଟାର ଲେଖନୀ ଭିତରେ, ସୃଷ୍ଟି ଭିତରେ ପାଠକ ଓ ଶ୍ରୋତାଟିଏ ନିଜ ସମୟ ଓ ଜୀବନକୁ ଖୋଜି ପାଏ। ଶ୍ରୋତାବନ୍ଧୁ, ଆଜି ଆମେ ଏମିତି ଜଣେ ଅନୁଭବୀ ଏବଂ ଉପଲବ୍ଧିରେ ଆର୍ଦ୍ର ଜଣେ ଗାଳ୍ପିକାଙ୍କୁ ଶୁଣିବା, ଯିଏ ନୀରବ ହୋଇ ସଂସାରକୁ ଅତି ନିବିଡ଼ ଭାବରେ ନିରୀକ୍ଷଣ କରନ୍ତି। ବୋଧହୁଏ ସେଇଥିପାଇଁ ତାଙ୍କ ଗପଗୁଡ଼ିକ ଖୁବ୍ ଜୀବନ୍ତ ମନେ ହୁଅନ୍ତି। ଶ୍ରୀମତୀ ମନୋରମା ମିଶ୍ର ଆମ ସମୟର ଜଣେ ବିଶିଷ୍ଟ ଗାଳ୍ପିକା। ମନୋରମା ମିଶ୍ର ପିତା ଶ୍ରୀ ବାସୁଦେବ ମିଶ୍ର, ମାତା ଶଶିମଣି ଦେବୀଙ୍କ କୁଳମଣ୍ଡନ କରି ପୁରୀ ସାକ୍ଷୀ ଗୋପାଳ ଅଞ୍ଚଳର ରାୟଚକ୍ରଧରପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ। ତାଙ୍କର 700ରୁ ଊର୍ଦ୍ଧ୍ୱ ଲେଖା। ମନୋରମା ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକା, ଶିଶୁ ସାହିତ୍ୟିକା, ଜଣେ ସ୍ତମ୍ଭକାର। ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକା ମାନଙ୍କରେ ତାଙ୍କର ଲେଖା ସବୁ ଆମେ ପ୍ରତ୍ୟହ ପଢ଼ିବାକୁ ପାଉ। ସମ୍ବାଦକଳିକାରେ 2008 ଓ 2009 ଏହି 2 ବର୍ଷ ପ୍ରତିଦିନ ତାଙ୍କର ଏକାଳ ସୁଆଦ ଶିରୋନାମାରେ ବ୍ୟଙ୍ଗ କବିତା ପ୍ରକାଶିତ ହୋଇ ଆସୁଥିଲା। ଗାଳ୍ପିକା ମନୋରମା ମିଶ୍ରଙ୍କର ଏକ କବିତା ସଂକଳନ ରହିଛି, ଯାହାର ଶୀର୍ଷକ ହେଉଛି ତୃତୀୟ ନୟନ। ଗଳ୍ପ ସଂକଳନରେ ରହିଛି ବ୍ୟସ୍ତ ଗୋଧୂଳିର ରଙ୍ଗ ଏବଂ ଅନ୍ୟ ଏକ ଗଳ୍ପ ସଂକଳନ ହେଉଛି ତୁମେ, ମୁଁ ଓ ସମୁଦ୍ର। ଶିଶୁ ସାହିତ୍ୟରେ ରହିଛି ସୁମନ ଅମନ ଖେଳୁଛନ୍ତି, ଗୀତ ରାଇଜରେ ସୁମନ ଅମନ, କାକର ଟୋପା ଇତ୍ୟାଦି। ଗାଳ୍ପିକା ମନୋରମା ମିଶ୍ରଙ୍କୁ ଆଜି ଆମେ ଶୁଣିବା। ତେବେ ତାଙ୍କର ସାହିତ୍ୟ ସାଧନା ନିମନ୍ତେ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ, ସମ୍ବର୍ଦ୍ଧନା ଓ ପୁରସ୍କାର। ତନ୍ମଧ୍ୟରୁ କିଛି ଉଲ୍ଲେଖ କରିବାକୁ ଚାହିଁବି। କଳିଙ୍ଗ ପୁସ୍ତକ ମେଳା ସମ୍ମାନ, ଶିଳାଶ୍ରୀ କବିତାୟନ ସମ୍ମାନ, ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ, ଝୁମୁକା ସାରସ୍ୱତ ସମ୍ମାନ, ଓଡ଼ିଶା ଲେଖିକା ସଂସଦ ସମ୍ମାନ, ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ସମ୍ମାନ ଇତ୍ୟାଦି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଆମ ସମୟର ଜଣେ ନୀରବ ଏବଂ ସମ୍ବେଦନଶୀଳ ଗାଳ୍ପିକା ମନୋରମା ମିଶ୍ରଙ୍କୁ। ତାଙ୍କର ଗପ ଈର୍ଷାର ରଙ୍ଗ। ଗାଳ୍ପିକା ମନୋରମା ମିଶ୍ର। ସକାଳୁ ସକାଳୁ ସୁମେଶ ମୋଟର ସାଇକେଲ ଧରି ବାହାରି ପଡ଼ିଲା। ସୀମାର ତାଗିଦ, ଏତେ ଗୁଡ଼ାଏ ବାଟ ଦେଖି ଚାହିଁ ଯିବ? ସୋମେଶର ହାଲକା ଉତ୍ତର, କେତେ ସମୟ ଲାଗିବ ଯେ ଏତେ ଚିନ୍ତା? ସୀମା ମୁହଁରେ ବ୍ୟସ୍ତତାର ଛାପ। ଯେତେବେଳେ ସୋମେଶ ଗାଡ଼ିଟା ଧରି ଯାଏ, ନ ଫେରିଲା ପର୍ଯ୍ୟନ୍ତ ସୀମା ଘରେ ଛଟପଟ ହେଉଥାଏ। ସୋମେଶ ଯାଉଛି ଭୁବନେଶ୍ୱର ବଡ଼ ଭାଇଙ୍କ ଘରକୁ। ସେମାନଙ୍କୁ ଡାକି ଆସିବ। ଦଶହରା ଦିନ ସମସ୍ତେ ଗାଁକୁ ଆସିବେ। ସେ ଗୋଟେ ଧାନ ମିଲ୍ ବସାଇଛି ଯେ ପ୍ରତିଷ୍ଠା କରିବ, ଆହୁରି କେତେ କାହାକୁ ଡାକିବ ଭାବିଛି। ସୀମାର ଓ ତାର ଯେତେ ସମ୍ପର୍କୀୟ ସେମାନଙ୍କୁ ତ ନିଶ୍ଚୟ। ଧାନ ମିଲ୍ ପ୍ରତିଷ୍ଠା ଖାଲି ଗୋଟେ ବାହାନା, ବରଂ ସମସ୍ତଙ୍କୁ ଡାକି ଏକାଠି କରିବା ଏବଂ ଭୋଜି ଭାତ କରି ଖୁଆଇ ପିଆଇ ଚର୍ଚ୍ଚା କରି ଛାଡ଼ିବାଟା ମୁଖ୍ୟ। ଗାଁ ସ୍କୁଲରେ ଶିକ୍ଷକତା କରୁଛି ସୋମେଶ। ସେ ଯେତେବେଳେ ଇଂରାଜୀ ସାହିତ୍ୟରେ କୃତିତ୍ୱର ସହ MA ପାସ୍ କଲା, ସମସ୍ତେ ଭାବିଥିଲେ କୌଣସି ଏକ ପ୍ରତିଷ୍ଠିତ କଲେଜରେ ଅଧ୍ୟାପକ ହେବ, ନଚେତ୍ କେଉଁ ଏକ ଅଫିସରେ ଚାକିରି କରି ତା ବଡ଼ ଭାଇ ଭଳି ସହରରେ ପରିବାର ନେଇ ରହିଯିବ। ବାପ ମା 2 ଜଣ ଏଠି ଗାଁରେ ଥିବା ଅନ୍ୟ ଅନେକ ବାପ ମାଙ୍କ ଭଳି ପିଲାଙ୍କ ବାଟ ଚାହିଁ ଚାହିଁ ଜୀବନ କାଟିବେ। କିନ୍ତୁ ସୋମେଶ ଯେଉଁଦିନ ଗାଁ ହାଇସ୍କୁଲରେ ଖୁବ୍ ଯୋଗାଡ଼ କରି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଲା, ବାପା ଟିକେ ବ୍ୟସ୍ତ ହେଲା ଭଳି କହିଥିଲେ, ଆରେ ତୁ କ'ଣ ସତରେ ଗାଁରେ ରହିବାର ନିଷ୍ପତ୍ତି ନେଇଗଲୁ କି?
କାହିଁକି ଜୀବନଟା ଏମିତି ନଷ୍ଟ କରିଦେବୁ? ସୋମେଶ ଟିକେ ହସି କହିଥିଲା, ଗାଁରେ ତ ଏତେ ଲୋକ ରହିଛନ୍ତି, ସେମାନଙ୍କ ଜୀବନ ଯଦି ନଷ୍ଟ ହୋଇଛି ମୋର ହେବ, ସେଥିରେ କ'ଣ ଅଛି? ତେବେ ସେ ବୁଝିପାରିଥିଲା ତାର ଏ ହାଲକା ଉତ୍ତରଟି ଖୁବ୍ ଓଜନଦାର ସାନ୍ତ୍ୱନାଟିଏ ହୋଇ ବାପ ମାଙ୍କୁ ନିଶ୍ଚିନ୍ତ କରିଦେଇଥିଲା। ବଡ଼ ପୁଅ ସହରରେ ରହି କ୍ୱଚିତ ଆସିବା, ବଡ଼ ବୋହୂ ଏବଂ ନାତି ନାତୁଣୀଙ୍କର ଆଦୌ ଗାଁ ମାଟି ନ ମାଡ଼ିବା, ଏହିସବୁ ଦୁଶ୍ଚିନ୍ତା ସେମାନଙ୍କୁ ଏତେ ଆବୋରି ରଖିଥିଲା ଯେ ସାନ ପୁଅର ଏ ନିଷ୍ପତ୍ତିରେ ଯେମିତି ସେମାନେ ରାହା ଖୋଜି ପାଇଥିଲେ। ତେବେ ଏସବୁ ଅନେକ ଦିନ ତଳର କଥା। ତାପରେ ସୋମେଶର ବାହାଘର ହୋଇଥିଲା, ତାର ଝିଅଟି ଜନ୍ମ ହୋଇଥିଲା। ବାପ ମା ଦୁହେଁ ପୁଅ ବୋହୂ ନାତୁଣୀକୁ ନେଇ ଖୁସିର ଜୀବନ ଜିଇଁଥିଲେ ଅନ୍ତତଃ 8-10 ବର୍ଷ। ସେ ସମୟ ଭିତରେ ସେମାନେ ବି ଦେଖିଥିଲେ ସୋମେଶ ଗାଁର ଜୀବନକୁ କେମିତି ଅନେକ ସୁଖ ସୁବିଧା ଭିତରେ ସହରୀ ଢାଞ୍ଚାରେ ଜିଇଁଥିଲା। ବାପ ମା ଥିବା ଭିତରେ ବଡ଼ ପୁଅ ଥରେ ଆସି ସହରରେ ଆପାର୍ଟମେଣ୍ଟ ଘର କିଣିବ ବୋଲି ଟଙ୍କା ମାଗିଥିଲା। ବାପା ସିଧା ମନା କରିଦେଇଥିଲେ ଏବଂ ତାର ଜିଦ୍ ଦେଖି ବାଧ୍ୟ ହୋଇ କହିଥିଲେ, ତୋ ଭାଗର ଜମି ବିକି ବରଂ ତୁ ଯାହା ପାଇବୁ ନେଇଯା, ତା ଭାଗ ସୁରକ୍ଷିତ ରହୁ। ତେଣୁ ଅନେକ ବାଦ ବିସମ୍ବାଦ ଭିତରେ ରମେଶ ଅର୍ଥାତ୍ ସୋମେଶର ବଡ଼ ଭାଇ ତା ଭାଗ ବିକ୍ରି କରି ଟଙ୍କା ନେଇଗଲା। ପୈତୃକ ଘରଟିରେ ଅଧା ତା ଜାଗାରେ ସ୍ଥିର ରହିଲା। ଖାଲି ସୋମେଶ ଟଙ୍କା ସଂଗ୍ରହ କରି ଭାଇକୁ ଦେଇ ସେତକ ନିଜ ନାଁରେ ରଖିଲା। ବାପା ବଞ୍ଚି ଥାଉ ଥାଉ ସକଳ ସମ୍ପତ୍ତି ଓ ଘର ଦୁଇ ପୁଅଙ୍କୁ ହସ୍ତାନ୍ତର କରିଦେଲେ କେବଳ ସୋମେଶ ଉପରେ ଭରସା କରି। ପରେ ପରେ ବାପା ମା ବଡ଼ ପୁଅର ଏ ଦୁଃସାହସରେ ମୂକପ୍ରାୟ ହୋଇଗଲେ। ଗାଁର ଅନ୍ୟମାନେ ରମେଶର ନିନ୍ଦାରେ ପଞ୍ଚମୁଖ ହୋଇଯାଇଥିଲା ବେଳେ ସୋମେଶର ନୀରବତା ଏବଂ କିଛି ନ ଘଟିଥିଲା ଭଳି ଆଚରଣ ସେମାନଙ୍କୁ ରମେଶର ନିନ୍ଦା ରଟଣାରୁ ନିବୃତ୍ତ କରିଥିଲା। ସୋମେଶ ବୁଝିପାରିଥିଲା ବଡ଼ ଭାଇ ଆଖିରୁ ସେ ଅସହାୟତାକୁ, ବୁଝିପାରିଥିଲା କିଭଳି ରିମୋଟ ଚାଳିତ ମେସିନଟେ ସେ ପାଲଟି ଯାଇଥିଲା, ନଚେତ୍ ତା ବଡ଼ ଭାଇ କ'ଣ ଏମିତି ଥିଲା? ସୋମେଶ ହଷ୍ଟେଲରେ ଥିଲାବେଳେ ମଝିରେ ମଝିରେ କେତେ ପଇସା ସେ ନ ଦେଇଛି ତାକୁ, ଅବଶ୍ୟ ଭାଉଜକୁ ନ ଜଣେଇ ଦେଇଛି ଏବଂ ହସି ହସି ସେତେବେଳେ କହିଛି, ଆରେ ଯିଏ ନ ସହିବ ସିଏ ତାର ଆଡ଼େଇ ହୋଇ ରହୁ, ତାକୁ ଜଣେଇ କାହିଁକି ଅଶାନ୍ତି ଡାକିବା? ତୋର ଏ ବୟସରେ ଟିକେ ହାତ ଖୋଲି ଖର୍ଚ୍ଚ କରିବା ଦରକାର। ମୋ ବେଳକୁ ଖାଲି ବାପା ଥିଲେ, ହେଲେ ତୋ ବେଳକୁ ପରା ବାପାଙ୍କ ସହିତ ମୁଁ ଅଛି। ସୋମେଶ ଭୁଲି ପାରିନଥିଲା ଭାଇର ଏକଦା ସ୍ନେହ ଶ୍ରଦ୍ଧାକୁ, ଭୁଲି ପାରି ନଥିଲା ଟଙ୍କା ନେଇ ଫେରିଲା ବେଳେ ଭାଇର ସେ ଲଜ୍ଜିତ କୁଣ୍ଠିତ ତଥା ଅନୁତପ୍ତ ମୁଖମଣ୍ଡଳକୁ। ତେଣୁ ସୋମେଶ ଭାଇ ସହ ସମ୍ପର୍କ କାଟି ପାରିନି। ଭାଇ ଆସୁ କି ନ ଆସୁ ନିଜେ ମଝିରେ ମଝିରେ ଗାଁର ଭଲମନ୍ଦ ଜିନିଷ ସବୁ ଧରି ତାଙ୍କ ଘରକୁ ଯାଇଛି। ଜିନିଷ ସହିତ ସୋମେଶକୁ ଦେଖି ରମେଶ ଖୁସି ଓ ଗୌରବ ବୋଧରେ ବାକ୍ଶୂନ୍ୟ ହୋଇଯାଇଛି। ଗୋଟିଏ କୃତଜ୍ଞତା ବୋଧରେ କୃତ୍ୟ ହୋଇଯାଇଛି। ରମେଶର ପୁଅ ଝିଅ ଦୁଇଜଣ ଗାଁରୁ ଆସିଥିବା ପ୍ରିୟ ଖାଇବା ଜିନିଷ ଗୁଡ଼ିକ ପ୍ରତି ଖୁବ୍ ଆଗ୍ରହ ଦେଖେଇଛନ୍ତି। କେବଳ ସୁଷମା ଅର୍ଥାତ୍ ରମେଶର ସ୍ତ୍ରୀ ମୁହଁରେ ଖୁସିର କୌଣସି ଆଭାସ ହିଁ ନଥାଏ, ବରଂ ମେଘଢଙ୍କା ଆକାଶ ଭଳି ମୁହଁଟା ଭାରି ଭାରି ଲାଗୁଥାଏ। ତେବେ ଗାଁ ଜିନିଷକୁ କିଛି ସମୟ ପରେ ଚଟାଣରୁ ଉଠାଇ ନେଇ ଯଥାସ୍ଥାନରେ ରଖିଲା ବେଳେ ସେ ମନେ ମନେ ପୁଲକି ଉଠେ ଏବଂ ସେ ସବୁ ଜିନିଷର ବର୍ତ୍ତମାନର ବଜାର ମୂଲ୍ୟ ମଧ୍ୟ କଳନା କରିନିଏ। କିନ୍ତୁ ମାନିବାର ପ୍ରଶ୍ନ ନଥାଏ। ସେ ଜାଣେ ଏଗୁଡ଼ିକ ତା ଅଧିକାର ବହିର୍ଭୂତ ଜିନିଷ, ସୋମେଶର ଅନୁଗ୍ରହର ଦାନ। ନଚେତ୍ ଯେଉଁଦିନ ସ୍ୱାମୀକୁ ରଖେଇ ବସେଇ ନ ଦେଇ ଗାଁରୁ ଭାଗ ନେଇ ଆସିଛି, ସେଦିନ ତ ସେ ଗାଁରୁ କିଛି ପାଇବାର ହକ୍ ହରାଇ ଦେଇଛି। ସୁତରାଂ ଏସବୁ ପାଇଁ କୃତଜ୍ଞତା ପ୍ରଦର୍ଶନ କରି କାହିଁକି ନିଜକୁ ଛୋଟ କରିଦେବ? ହଁ, ଏହା ହିଁ ଅତି ବେଶୀ ଚାଲାକ ସୁଷମାର ଚିନ୍ତାଧାରା। ଅତଏବ ସେଇ ଅଭିନୟକୁ ସେ ବଜାୟ ରଖେ ସବୁଥରକ। ଏଥର ମଧ୍ୟ ସୋମେଶ 2ଟା ବଡ଼ ବ୍ୟାଗ୍ ସହିତ ଭାଇଙ୍କର ସେ ଆପାର୍ଟମେଣ୍ଟ ଘରେ ଉଠିଲା। ଗରମରେ ଦେହ ମୁଣ୍ଡ ଜଳି ଯାଉଛି। ଡ୍ରଇଂ ରୁମ୍ରେ ଫ୍ୟାନ୍ ତଳେ ବସି କିଞ୍ଚିତ୍ ଶାନ୍ତି ପାଇଲା। ଝିଆରୀ ଥଣ୍ଡା ଗ୍ଲାସ୍ ପାଣି ଆଣି ଧରେଇ ଦେଲା। ସୋମେଶ ଯଦି ଏଇସବୁ ପାନୀୟ ପିଏ ନାହିଁ, ତଥାପି ପିଇଲା। ଟିକେ ପରେ ଭାଇ ଆସିଲେ, ପରେ ଭାଉଜ। ସମସ୍ତଙ୍କୁ ଏକାଠି ପାଇ ସୋମେଶ ତାର ଆସିବାର କାରଣ ଜଣାଇଲା ଏବଂ ଅନୁରୋଧ କଲା ଯେମିତି ହେଉ ସମସ୍ତେ ଗାଁକୁ ଯାଇ ଟିକେ ବୁଲି ଆସିବେ। ପ୍ରଥମେ ତ ଚମକି ଉଠିଥିଲେ ସେମାନେ। ଗାଁକୁ ଯିବେ? ବାପା ମାଙ୍କ ସୁଧିଘର ବେଳେ ଯାହା ଯାଇଥିଲେ ସେଇ କେତେ ବର୍ଷ ତଳେ, ଆଉ ତ ଯିବାର ବାଟ ସେମାନେ ନିଜେ ହିଁ ବନ୍ଦ କରିଦେଇଥିଲେ।
सोमेश देखिला ता भाईंकर पूरा त्रिशंकु अवस्था, हाँ करिपारु नाहंती कि नाही भी करिपारु नाहंती। झियारी आखिरे किंतु गाँ को जीवापाई खूब आग्रह फुटी उठुथला। सोमेश बेस बुझी पारला सबुकिछि निर्भर करुछि भाउजंको उपरे, तथापि सोमेश विश्वास हराई पारुनथला। खूब गोटे आशायी दृष्टि नहीं भाउजंको आड़कू चाहि रहिला। सुषमा भितरे किंतु अवदमित एक कौतूहल, गाँरे एमाने केमिति थिबे, कौन आम एठिका परी एते सुंदर शौखीन जीवन जीथिबे। मु देखिछि से गाँ से घर केते आउ बदली जाइथिबो से सबु। बदलैबा लोक तो सोमेशर स्त्री सीमा, पाखापाखि गाँर झील से रहुछि भी से गाँ रे सासु घरे। केवल सुषमा जानिछि जे सीमा टिके अधिका पाठ पढ़िथिला, पढ़ू केते आउ रुचि संपन्न से होइथिबो से परिवेश भितरे। सोमेशर झियो कौन खूब भल पाठ पढ़ुछि बोली शुणुछि, हेले सी कौन रोमा भली आमर एते मॉडर्न होइथिबो, आदौ नुहे। रोमा भली आधुनिक पोशाक, रोमार भिन्न भिन्न जोता चप्पल, रोमार दामी प्रसाधन सामग्री सबू ताकू जोगाइबाकू पड़ुछि। अवश्य बेले बेले झियो अधिका जिद धरी कि व्यस्त करी पकाउछि, विरक्त करी देउछि, तथापि जोगाई देबाकू हुए, कारण सहरी जीवन माने प्रतियोगितामूलक जीवन। झियर केउथिरे अभाव रहिले से अन्य मानक सह टक्कर दे चली परिबनी, पछेई जीव। सहर जीवन और गाँर जीवन भितरे तो सुषमा दृष्टिर अनेक तफात। अतएव सोमेशर झियो निश्चय एसबुरु वंचित थिबो। खाली कौन पाठ पढ़िले जड़े आगे जीव। सुषमा ता पुओ कथा उठाएनी, केवल झियो को सोमेशर झियो सहित तुलना करे। से जानिछि सोमेशर से एकमात्र झियो जहाकू से क्यों पिला बेले देखिथिला। सुषमा मने मने निष्पत्ति नेला एथर से गाँ को जीव, सेठी समस्तंकु निजर सुंदर सफल जीवन परिचय देव। ता मन भितरे विश्वास टी सब बेले जगह माड़ी बसी थाए जे तार प्राचुर्य तथा सुख समृद्धि भरा जीवन विज्ञापन से निजे। तार चालीचलन, तार समस्तंकु हेयज्ञान करी निजकू ऊर्ध्व को तोली कथा कहबार कौशल, तार स्वामी संतान प्रीतिर आधिक्य प्रदर्शन, ए सबु निश्चय ताकू ए जाबत अन्य मानक ठार ऊर्ध्व स्थान रखिछि। अतएव एही कुटिल विश्वास को पुंजी करी से गाँ को जीवा पाई दियर को कथा देथिला। तेबे खूब सहजरे नुहे, निहाती गोटे कुंठा बोधर अभिनय भितरे। एही सम्मति प्रदान प्रच्छन रहस्य को बुझिबार असाध्य स्वामी कन्या एवं दियर नथिला। सेमाने केवल सम्मति प्रदान रे ही खुशी और आश्वस्त होइथिले। शेषरे सोमेश गाँ को फेरिथिला भाईंको घरो निर्भर एक प्रतिश्रुति नहीं। अन्यथार अपेक्षा टिके अधिक आग्रह देखि सुषमा खराबेले दियर को खुआई पियाई छाड़ीथिला। से दिन सेमानंकर मांस तरकारी होइथिला। खूब गोटाए दामी स्वादिष्ट खाद्य खुआइथिबारु भावनारे प्रसन्न दिसुथुला सुषमार मुह। अवश्य सोमेश पहुंचवा पूर्व मांसटा जेहेतु आसी पारिथिला, 4 जनकर खाद्य 5 जन खाइथिले। तेबे सुना आउ लुहा भितरे फरक थिबा भली साधा तरकारी और मांस झोल भितरे जे अनेक पार्थक्य। ता छड़ा सोमेशर गाँ घरे कौन मांस तरकारी एमिति सब छुट्टी दिन में उपलब्ध होउथुबो। सोमेशर बड़ भाई किंतु मांसटा कमिगला बोली खूब मन दुख करथिले। निर्दिष्ट दिन मनरे अनेक कौतूहल नहीं सुषमा टैक्सी टे भड़ा करी स्वामी और कन्या सहित आसी पहुंची सोमेशर गाँ घरे। पुअर परीक्षा थिबारु से आसी पारि नथिला। बाछी बाछी दामी शाढ़ी पिंधिथिला सुषमा एवं पिंधिथिला खूब शौखीन हार और कानर सेट टीए। झियो तार पिंधिथिला आधुनिक दामी पोशाक। और सुषमार स्वामी रमेश से तो सबुबले सादा सीधा। तेबे से केते स्वच्छल से कथा तो सुषमा एवं रोमा को देखि समस्ते बुझी पारिबे। मने मने पुलकी उठुथुला सुषमा। एठी गाँवली परिवेश रे से निश्चय महार्घ मने हेबे। समस्तଙ୍କ दृष्टि तांको पई फुटी उठिबो गोटे संभ्रम भाव। किंतु दांड दुआरे गाड़ी ओह्लाई से ए कौन देखुची। से सर्वदा नाक टेकी आसीथिबा से पुरुणा चाल छपर घर आउ नाही। ता जगह ठिया होईची सुदृश्य एक कोठा घर, जार सामना पट खूब सुंदर। घर आगरे ठिया होई चाहिए अनुमान करी हेउची घरर आयतन, अथच तांकर से अपार्टमेंट घर। तार सामना कहीं जे जड़े छिड़ा हेब से घरर सीमा निर्धारण करिबो किंबा से घरर सौंदर्यर मूल्यांकन करिबो। मने मने टिके क्षुर्ण हेला सुषमा। तथापि स्वामी एवं कन्या सहित दांड पिंडार से चौड़ा पाहाचरे पाद पकेला।
କୃତ୍ୟ ହୋଇ ସୋମେଶ ପାଛୁଟି ନେଲା ସେମାନଙ୍କୁ, ବସାଇଲା ତାର ଡ୍ରଇଂ ରୁମ୍ରେ। ଆହୁରି କେତେଜଣ ଆଗରୁ ବସିଥିଲେ, ସେମାନଙ୍କ ସହ ପରିଚୟ କରାଇଦେଲା। ସୁଷମାର ସ୍ୱାମୀ ଏବଂ ଝିଅ ଖୁବ୍ ଖୁସି ଜଣାପଡ଼ୁଥିଲେ। ହେଲେ ସୁଷମାର ଆଖିରେ ବିସ୍ମୟ, ସୁଷମାର ଆଖିରେ ଅସୂୟା ତନ୍ନ ତନ୍ନ କରି ରୁମ୍ଟିକୁ ଦେଖୁଥିଲା। ତାଙ୍କର ସେ 8 ଫୁଟରେ 7 ଫୁଟ ଡ୍ରଇଂ ରୁମ୍ ଠାରୁ କେତେ ବଡ଼ ସୋମେଶର ଏ ଡ୍ରଇଂ ରୁମ୍। ରୁମ୍ଟିର ବ୍ୟବସ୍ଥା ସହରର କୌଣସି ବଡ଼ ଘରଠାରୁ କମ୍ ନୁହେଁ। ଏତିକି ବେଳେ ଟିକେ ତରତର ହୋଇ ସେଠାରେ ଆସି ପହଞ୍ଚିଲେ ସୋମେଶର ସ୍ତ୍ରୀ ସୀମା, ସୋମେଶର ଝିଅ ସୁମି। ବୋଧହୁଏ ଏମାନଙ୍କର ପହଞ୍ଚିବାର ଖବର ପାଇଯାଇଛନ୍ତି। ଆଶ୍ଚର୍ଯ୍ୟ ହେଲା ସୁଷମା। ସେଇ ଅନେକ ଦିନ ତଳେ ସୀମା ଯେମିତି ଥିଲା ବର୍ତ୍ତମାନ ସେମିତି ଅଛି, ବରଂ ଆହୁରି ଅଧିକା ସୁନ୍ଦର ଦିଶୁଛି। ମେଦହୀନ ଅତୁଟ ସ୍ୱାସ୍ଥ୍ୟ, ମାର୍ଜିତ ବେଶ ପୋଷାକ, ସ୍ୱଳ୍ପ କିନ୍ତୁ ଓଜନିଆ ଗହଣା, ଶାନ୍ତ ସରଳ ଭାବଭଙ୍ଗୀ, ଖୁବ୍ ଆକର୍ଷଣୀୟ ଲାଗୁଛି ସୀମାର ବ୍ୟକ୍ତିତ୍ୱ। ସୋମେଶର ଝିଅ ଉପରୁ ତ ଆଖି ହଟେଇ ହେଉନି। ତୀକ୍ଷ୍ଣ ନାକ, ବୁଦ୍ଧିଦୀପ୍ତ ଆଖି, ମା ପରି ସଫା ରଙ୍ଗ, ସର୍ବୋପରି ତାର ରୁଚିସମ୍ପନ୍ନ ପୋଷାକ ଦେଖି ସୁଷମା ଭାବିଲା, ଇଏ ତ ଜମା ଗାଉଁଲି ଝିଅଟେ ଭଳି ଲାଗୁନି, ବେଶ୍ ଆଧୁନିକ ଲାଗୁଛି। ନ ଜାଣିଲା ଭଳି ନିଜ ଝିଅ ଆଡ଼େ ଟିକେ ବଙ୍କେଇ ଚାହିଁଲା ସୁଷମା। ଇସ୍, କେତେ ଦୁର୍ବଳ ଓ ରୋଗିଣା ଲାଗୁଛି ରେ ମା। ଅନବରତ ପତଳା ରହିବାକୁ ଚେଷ୍ଟା କରି, ଡାଏଟିଂ, ଅତ୍ୟାଧୁନିକ ହେବାକୁ ଇଚ୍ଛା କରି ଦେହରେ ବସିଗଲା ଭଳି ଏ ସ୍ୱଳ୍ପ ପୋଷାକ। ସହରୀ ପରିବେଶରେ ଝିଅକୁ ନେଇ ଖୁସି ଥିବା ସୁଷମାଙ୍କୁ ଏଠି ଏଇ ମୁହୂର୍ତ୍ତରେ ସୋମା କାହିଁକି ଭାରି ଅଲକ୍ଷ୍ମୀକର ଲାଗୁଛି। ହଁ, ଆଦୌ ବ୍ୟବହାର କରୁନଥିବା ଏ ଶବ୍ଦଟି ହିଁ ସୁଷମା ମନକୁ ଆସିଗଲା। ଭିତରେ ଭିତରେ ସୁଷମା କିଛିଟା ଦବିଗଲା, ତଥାପି ଉପରକୁ ଠିକ୍ ଥିଲା। ସୀମା ଏମାନଙ୍କୁ ଭିତରକୁ ଡାକି ନେଇଗଲା। ରୋମା ତ ସେଇଠାରୁ ସୁମି ସଙ୍ଗେ କୁଆଡ଼େ ଚାଲିଗଲା। କଲେଜରେ 4ର୍ଥ ବର୍ଷ ଚାଲିଛି ରୋମାର। ସୁମି ଏଇ ବର୍ଷ ଗାଁ ପାଖ କଲେଜରେ ପାଦ ଦେଇଛି। ବୟସର ତାରତମ୍ୟ ଏବଂ ନୂଆ ହୋଇ ଦେଖା ହେବା ସତ୍ତ୍ୱେ ଦୁହେଁ ବହୁ ଦିନର ପରିଚିତ ଭଳି ହସି ହସି ଏକାଠି ଚାଲିଗଲେ। ସେମାନଙ୍କର ତ ପରିଚୟ ସମ୍ପର୍କରେ ହୋଇଥିଲା, ରକ୍ତରେ ହୋଇଥିଲା ଏବଂ ସୋମେଶ ମାଧ୍ୟମରେ ହୋଇଥିଲା କାହିଁ କେତେ ଆଗରୁ। ସୀମା ବଡ଼ଜାକୁ ଖୁବ୍ ଖାତିରରେ ଅତିଥିମାନଙ୍କ ଗହଣରୁ ଡାକି ନେଇ ନିଜ ଶୋଇବା ଘରେ ବସାଇଲା। ସେଠି ଛୋଟ ସୋଫାଟିରେ ବସିପଡ଼ି ଚାରିଆଡ଼କୁ ଦୃଷ୍ଟି ପକାଇଲା ସୁଷମା। ଆଖି ଖୋସି ହୋଇଗଲା ତାର। ଏତେ ବଡ଼ ରୁମ୍, ଡବଲ ଖଟ, ଆଲମିରା, ଆଲଣା, ଡ୍ରେସିଂ ଟେବୁଲ ସବୁ ରହି ଏ ସୋଫାଟି ମଧ୍ୟ ପଡ଼ିଛି। ତଥାପି ଘରଟା କେତେ ଖୋଲା ଲାଗୁଛି। ସୀମା ବଡ଼ଜାର ଏ ଭାବ ଲକ୍ଷ୍ୟ କରି କହିଲା, ନାନୀ, ଆଗରୁ ଏଠି ଯେଉଁ ଛୋଟ ରୁମ୍ ଦିଟା ଆଉ ତା ଆଗକୁ ଖାଲି ଜାଗାଟା ନଥିଲା, ସବୁ ମିଶେଇ ଦେଇ ପରା ଏ ରୁମ୍ଟା ତିଆରି ହୋଇଛି। କହିଦେଇ ସୀମା ଚାଲିଗଲା ଏମାନଙ୍କ ପାଇଁ ଜଳଖିଆର ବ୍ୟବସ୍ଥା କରିବାକୁ। ଏକା ବସି ବସି ସୁଷମାର ମନ ଫେରି ଯାଇଥିଲା କାହିଁ କେତେ ବର୍ଷ ତଳକୁ, ତା ନୂଆ ବୋହୂ ବେଳକୁ। ଚାଳ ଛପର ଅନ୍ଧାରିଆ ସେଇ ଛୋଟ ରୁମ୍ ଦିଟାରୁ ଗୋଟିଏରେ ଶ୍ୱଶୁର ଶୋଇଥିଲେ, ଅନ୍ୟଟି ଷ୍ଟୋର ରୁମ୍ ଥିଲା। ଯେଉଁଠି ଡ୍ରଇଂ ରୁମ୍ ହୋଇଛି ସେଠି କିଞ୍ଚିତ୍ ବଡ଼ ରୁମ୍ଟି ହୋଇଥିଲା ତା ଶୋଇବା ଘର। ସହରର ଝିଅ ବୋଲି ଖୁବ୍ ଖାତିରରେ ଶାଶୁ ତୁଳନାତ୍ମକ ଭାବେ ସବୁଠୁ ବଡ଼ ରୁମ୍ଟିରେ ତା ଶୋଇବା ବ୍ୟବସ୍ଥା କରିଥିଲେ। ତଥାପି ସୁଷମା ଯେମିତି ଆକ୍ତାମାକ୍ତା ହୋଇଯାଇଥିଲା। ଛାଟିପିଟି ହେଉଥିଲା ସ୍ୱାମୀ ସଙ୍ଗେ ସହରକୁ ପଳେଇବା ପାଇଁ। ଏଇଠି ଥିଲାବେଳେ ତ ସୁଷମା ସହରରେ ତା ନିଜର ଘରଟିଏ କରିବା ପାଇଁ ସ୍ୱପ୍ନ ଦେଖିଥିଲା। ପରବର୍ତ୍ତୀ ସମୟରେ ସବୁ ସୀମା ପାର ହୋଇଯାଇ ଆପାର୍ଟମେଣ୍ଟ ଘରଟିଏ କିଣି ଖୁବ୍ ଖୁସି ଥିଲା। ଅଥଚ ସୀମାର ଏ ବେଡ୍ରୁମ୍ର ଲମ୍ବା ଚଉଡ଼ା କେତେ ହେବ? ନିଶ୍ଚୟ 18ରେ 12। ଆଉ ତାର ସେ ସ୍ୱପ୍ନର ଘରେ ତ 2ଟା ବେଡ୍ରୁମ୍ରୁ ତା ରୁମ୍ଟି 10ରେ 12 ହେଲେ ଅନ୍ୟଟି ନିହାତି ସାନ। ସୁଷମାର ଅସହ୍ୟ ହେଉଥିଲା ଏ କଥା। ସୁଷମା ସବୁବେଳେ ଏମିତି, ତାଠାରୁ କାହାର ଅଧିକ ଦେଖିଲେ ସେ ଖୁସି ହୋଇପାରେନି। ସୀମା ଆଣି ଜଳଖିଆ ପ୍ଲେଟଟି ଧରାଇଦେଲା ତାକୁ। ଆନମନା ଭାବ କଟିଗଲା ସୁଷମାର। ଏତିକିବେଳେ ଜଳଖିଆ ପ୍ଲେଟ୍ ଧରି ରୋମା ପହଞ୍ଚିଲା ସେଠି ସୁମି ସହିତ। ଖୁବ୍ ଆବେଗରେ ମା'କୁ କହିଲା, ଜାଣିଛ ମମି, ସୁମିର ରୁମ୍ଟା ସେ କି ସୁନ୍ଦର ଭାବରେ ସଜେଇଛି। ସୁଷମାକୁ ଆଘାତ ଦେବା କଥାଟା ସେ ଝିଅକୁ ଆକଟ କଲା। କାହିଁ ତୁ କ'ଣ ତୋ ରୁମ୍କୁ ସଜାଡ଼ି ରଖିଲେ ହୁଅନ୍ତାନି? ଆହୁରି ମଧ୍ୟ ଖେଞ୍ଚା ଦେଇ କହିଲା, ତୁ ତ ଲ୍ୟାପଟପ୍ ମୋବାଇଲ ଧରି ସମୟ ସାରିବୁ, ଏ କାମ ପାଇଁ ତତେ ବେଳ କାହିଁ? ରୋମା ମା'ର କଥାକୁ ଚୁପଚାପ ହଜମ କଲାନି। ସେ ସୁଷମାର ଝିଅ। ଓଲଟା ଜବାବରେ ଓଠ ଲମ୍ବେଇ ଦେଇ କହିଲା, ହେ, ମୋ ରୁମ୍ ନହେଲେ ସୁମିର ଏ ରୁମ୍। ଝିଅର ଉତ୍ତରରେ ସୁଷମାକୁ ଅପଦସ୍ଥ ହେଲା ଭଳି ଲାଗିଲା।
ତଥାପି କଥା ବଢ଼େଇଲାନି। ଜାଣିଛି ଝିଅର ତୁଣ୍ଡରେ ବାଡ଼ବତା ନାହିଁ। ମା ଆଜି କ'ଣ ଖାଲି ମାଂସ ନା କିଛି ସାଧା ବ୍ୟବସ୍ଥା ବି ଅଛି? ଶାନ୍ତ ସଂଯମ ସ୍ୱରରେ ସୁମି ପ୍ରଶ୍ନ କଲା ସୀମାକୁ। ସୀମା କହିଲା, ହଁ ଅଛି ତ, କାହିଁକି? ସୁମି କହିଲା, ମୋ ସାଙ୍ଗମାନଙ୍କ ଭିତରୁ 2 ଜଣ ସାଧା ଖାଆନ୍ତି ତ, ସେଥିପାଇଁ। କହିଦେଇ ରୋମାକୁ ଡାକି ନେଇ ସୁମି ଚାଲିଗଲା। ଏଥର ସୁଷମା ପଚାରିଲା, ଘର ପ୍ରତିଷ୍ଠାରେ ମାଂସ କାହିଁକି ହୋଇଛି? ନାଇଁ, ଘର ପ୍ରତିଷ୍ଠାରେ ଫଳ ଆଉ ମିଠା ପରା ଭୋଗ ହୋଇଥିଲା ଯେ, ଜଳଖିଆରେ ସମସ୍ତଙ୍କୁ ଦିଆହେଇଛି। ସୀମାର ସଲ୍ଲଜ ଉତ୍ତର। ସୁଷମା ଆଶ୍ଚର୍ଯ୍ୟ ହେଲା। ସୋମେଶ କହୁଥିଲେ 200-250 ଲୋକ ଡାକିଛନ୍ତି, ଏ ସମସ୍ତଙ୍କ ପାଇଁ ମାଂସ ବ୍ୟବସ୍ଥା। ସିଏ ପୁଣି ସୋମେଶକୁ ଭାତ ସାଙ୍ଗେ ପ୍ଲେଟଟେ ମାଂସ ତରକାରୀ ଦେଇ ଯେମିତି କୃତାର୍ଥ କରିଦେଇଥିଲେ ବୋଲି ଭାବୁଥିଲେ। ଧୀରେ ଧୀରେ ସମୟ ଯେତିକି ଅତିବାହିତ ହେଉଥିଲା, ସୁଷମାର ଅହଙ୍କାରର ସେ ମଜବୁତ କାନ୍ଥର ପଲସ୍ତରା ସେତିକି ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ୁଥିଲା। ସୀମାର ରୋଷେଇ ଘର ବି କ'ଣ କିଛି କମ୍ ଆକର୍ଷଣୀୟ ଥିଲା? ସବୁ ପ୍ରକାର ଆଧୁନିକ ରୋଷେଇ ସରଞ୍ଜାମରେ ଭରପୁର ଥିଲା ସେ ଘର। ଏମିତି ଘର ପରିଷ୍କାର ପରିଚ୍ଛନ୍ନ, ଖୋଲାମେଲା, ବଡ଼ ରୋଷେଇ ଘରର ସ୍ୱପ୍ନ ତ ଏଠି ଥିଲାବେଳେ ସେ ଦେଖିଥିଲା। ଅଥଚ ଏ ପଙ୍କରେ ଏମାନେ ପଦ୍ମ ଫୁଟାଇଛନ୍ତି ଆଉ ଆପାର୍ଟମେଣ୍ଟ ଘରର ସେଇ ସୀମିତ ଦୈର୍ଘ୍ୟର ରୋଷେଇ ଘରକୁ ବ୍ୟବହାର କରି ସେ ସଫଳ ଜୀବନ ଜିଉଛି ବୋଲି ଗର୍ବ କରୁଛି। ଗାଁକୁ ଏବଂ ଗାଁ ଲୋକଙ୍କୁ ହେୟ ନଜରରେ ଦେଖି ଆସୁଛି। ଗୋଟେ ସମୟରେ ଅତିଥିମାନେ ଅତି ଉଚ୍ଚ ମାନର ସେ ମଧ୍ୟାହ୍ନ ଭୋଜନ ସାରି ସୋମେଶ ଓ ସୀମାକୁ ଅଜସ୍ର ପ୍ରଶଂସା କରି ଫେରିଯିବାକୁ ଲାଗିଲେ। ସୁଷମାର ଅସହ୍ୟ ହେଉଥିଲା ଏସବୁ। ସୀମା ପ୍ରତି ଥିବା ତାର ସଦା ସଞ୍ଚିତ ହେୟ ଭାବଟି କ୍ରମେ ଈର୍ଷାରେ ପରିଣତ ହେଉଥିଲା। ସବୁଠୁ ବେଶୀ ତାର ଦୃଷ୍ଟି ଆକର୍ଷଣ କରିଥିଲା ସୀମା ପାଟିରୁ କଥା ବାହାରିବା ମାତ୍ରେ ତାକୁ କାର୍ଯ୍ୟକାରୀ କରିବାକୁ କିଛି ଲୋକ ନିୟୋଜିତ ହୋଇଥିଲେ। ସେମାନେ ଦରମାଖିଆ ଭୃତ୍ୟ ନଥିଲେ, ବରଂ ଥିଲେ ସ୍ନେହରେ ବନ୍ଧା ଗ୍ରାମର କିଶୋର ଯୁବକ ଏବଂ ମହିଳାଗଣ। ସେମାନେ ମଧ୍ୟ ନିମନ୍ତ୍ରିତ, କିନ୍ତୁ ଆଜିର ଉତ୍ସବର ପ୍ରଧାନ ସାହାଯ୍ୟକାରୀ। ସୀମା ତ କୌଣସି କାମରେ ନଇଁ ପଡ଼ିବାର ସେ ଦେଖିଲାନି। ଅଥଚ ଏତେ ବଡ଼ କାମ ଉଠିଗଲା। ସିଏ କ'ଣ ସହରରେ ଘର ଦ୍ୱାର, ସ୍ୱାମୀ, ସନ୍ତାନ ନେଇ ଭଲରେ ଅଛି ବୋଲି ଗର୍ବରେ ଫାଟି ପଡ଼ୁଛି? ସୀମା ତ ଏ ଗାଁରେ ତା'ଠାରୁ ଆହୁରି ଭଲରେ ଅଛି, ଯେମିତି ରାଜରାଜେଶ୍ୱରୀ। ତଥାପି ସେ ସୀମା ଭିତରେ ଖୋଜିଲେ ବି ଟିକିଏ ଅହଙ୍କାର ଧରି ପାରିନଥିଲା। ଇଏ ବି ତା ଈର୍ଷାର ଆଉ ଏକ ପ୍ରମୁଖ କାରଣ। ସତରେ ଈର୍ଷାର ରଙ୍ଗ କେତେ ବିଭତ୍ସ! ଶେଷରେ ସୁଷମା ଘରକୁ ଫେରିଲା, ସ୍ୱାମୀ, କନ୍ୟା ଏବଂ ଗାଡ଼ି ଭର୍ତ୍ତି ଜିନିଷ ସହିତ। ଫେରିଗଲା ସାଙ୍ଗରେ ହାରିବାପଣର ବୋଝଟିଏ ନେଇ। ଟ୍ୟାକ୍ସି ଆଗେଇ ଚାଲିଥିଲା। ସହର ପାଖ ହୋଇ ଆସୁଥିଲା। ସକାଳେ ଆସିଥିବା ସୁଷମା ଏବଂ ସଞ୍ଜରେ ଫେରୁଥିବା ସୁଷମା ଭିତରେ ଅନେକ ତଫାତ୍। ଅହଙ୍କାରରେ ଜଳୁଥିବା ମନରେ ତାର ବର୍ତ୍ତମାନ ହୀନମନ୍ୟତାର ନିଷ୍ପ୍ରଭ ଲୋକ। ମନଚକ୍ଷୁରେ ଦିଶୁଛି ସୋମେଶର ସେ ସୁନ୍ଦର ପ୍ରଶସ୍ତ ଘର। ଦିଶୁଛି ବି ସହରର ତାଙ୍କର ସେ ଆପାର୍ଟମେଣ୍ଟ ଘର, ଯାହାକୁ ଆଜିଯାଏ ସେ ତାର ଗୌରବର ପ୍ରତୀକ ବୋଲି ଭାବୁଥିଲା। ହେଲେ ଏବେ ଭାବୁଛି ସେ ଘର ନା ମାଟିର ନା ଆକାଶର। ସେ ଘରର ଆଗ ଅଛି ନା ପଛ ଅଛି। ସୁଷମାର ମନ ଏଇ ଈର୍ଷାର ବଳୟକୁ ଡେଇଁ ତାର ପରିଚିତ ସେଇ ସୁଖର ଜଗତକୁ ଆଉ ଛୁଇଁ ପାରୁନଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ମନସ୍ତତ୍ତ୍ୱବିତ୍, ଜଣେ ବିଶିଷ୍ଟ ଗାଳ୍ପିକାଙ୍କୁ, ଯିଏ ମନକୁ ବୁଝନ୍ତି, ମଣିଷର ହୃଦୟକୁ ସମ୍ପୂର୍ଣ୍ଣ ରୂପେ ସୂକ୍ଷ୍ମ ଭାବରେ ଅବଲୋକନ କରିପାରନ୍ତି। ତାଙ୍କ ମାନସ ଲୋକରେ ଗାଳ୍ପିକା ମନୋରମା ମିଶ୍ରଙ୍କୁ। ତାଙ୍କର ଗଳ୍ପର ଶୀର୍ଷକ ଥିଲା ଈର୍ଷାର ରଙ୍ଗ। ଆଜିର ଅଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।